ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ 37ଟି ପଞ୍ଚାୟତରେ ହେବାକୁ ଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି। ଗରିବୀ ରେଖାର ବାହାରକୁ ଆସିଛନ୍ତି। 2014ରେ ଏହାପରେ ଆମର ସେବା କାର୍ଯ୍ୟକ୍ରମ ଚାଲୁ ରହିବ। ଏହାପରେ ଅନୁରୋଧ କରିବି ଆମର ଅତି ପରିଚିତ ଆମର ଯେଉଁ ମାନେ ପଦୁରମାନଙ୍କର କନିଷ୍ଠ ପୁତ୍ର ଅନୁନାଙ୍କୁ ଅନୁରୋଧ କରିବି। ପ୍ରଥମେ ରଥକୁ ଗଗନଦୋଳି ପଞ୍ଚାୟତର ଟୁଡଗଡ଼ିଆଠାରେ ସରପଞ୍ଚ ମଦନ ସାମନ୍ତରାୟଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦଳର ବିଭିନ୍ନ ନେତୃସ୍ଥାନୀୟ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। ବ୍ଲକ ଅଧ୍ୟକ୍ଷ ଅଭିଲିପ୍ସା ସାହୁ ନଡ଼ିଆ ବାଡ଼େଇବା ସହିତ ଯୁବନେତା ଇଞ୍ଜିନିୟର ରାଜେଶ ମହାକୁଡ଼ ପତାକା ଦେଖାଇ ରଥ ପରିକ୍ରମାର ଶୁଭାରମ୍ଭ କରିଥିଲେ। ଆଜି ପାଖାପାଖି ଗୋଟିଏ ସମୟ ଏମିତି ଆସିଥାଏ ଯେତେବେଳେ ଦେଶ ନିଜକୁ ନୂଆ ସଂକଳ୍ପ ସହିତ ଆଗକୁ ବଢ଼ାଇଥାଏ। ନୂଆ ଭାରତ ସୃଜନର ସଂଯୋଜକ ଇଞ୍ଜିନିୟର ରାଜେଶ ମହାକୁଡ଼ ଫିତା କାଟି କାର୍ଯ୍ୟକ୍ରମକୁ ଉନ୍ମୋଚନ କରିଥିଲେ। ପିଲାମାନଙ୍କ ଦ୍ୱାରା ନାଚ ଗୀତ ଝୋଟି ଚିତ୍ରାଙ୍କନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହିଥିବାର ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲ୍ଲାରୁ ଲୋଚନ ରାଉତଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।